9ଟା ପାଖାପାଖି ହେଲେ ଭିଡ଼ି ମୋଡ଼ି ହେଇ ଆମେ ସମସ୍ତେ ଉଠୁ। ସତରେ ଯେମିତି ପାଠ ପଢ଼ି ପଢ଼ି ସଂସାର ଓଲଟେଇ ଦେଇଛୁ। ବହିପତ୍ର ରଖି ଲୁଗା ଧରି ଖାଲି ଝିଅ ଦଳ ବାହାରି ପଡ଼ୁ ନଈ ଆଡ଼କୁ। ଘରୁ ନଈ ଯାଇ ଲମ୍ବି ଥାଏ ପାଦ ଚଲା ରାସ୍ତା। ପଛଆଡ଼ୁ ଆଈ ପାଟି କରୁଥାଏ, ଜଲ୍ଦି ଆସିବ ରେ, ବେଶୀ ପାଣିକୁ ଯିବନି, ଗଣ୍ଡ ଅଛି। ହେଇ ଦୁବୁନା, ଏଠି ଛେପ ପକେଇ ଯା, ଛେପ ଶୁଖିବା ଆଗରୁ ଆସି ଘରେ ପହଞ୍ଚିବ। ଦୁବୁନାନୀ ଆଈ ଦେଖାଉଥିବା ମାଟି ଜାଗାରୁ ଟିକେ ଅଣେଇ ପକ୍କା ଉପରେ ଛେପ ପକେଇ ଦିଏ। ଆମେ ଦୌଡ଼ି ପଳାଉ। ଆଈ ପାଟି କରୁଥାଏ, ଏଗୁଡ଼ା ଏତେ ଅବାଗିଆ, କିଛି ଶୁଣୁନାହାନ୍ତି। କିଏ ଶୁଣୁଛି ତା କଥା। ସାବୁନ ଲଗେଇ ଘଷି ମାଜି ହେଇ ନଈ ପାଣିରେ ଡୁବ ମାରୁ। ସ୍ତ୍ରୀ ଲୋକମାନଙ୍କର ଘାଟ ସେଇଟା, ଅଦୂରରେ ପୁରୁଷ ଘାଟ। ଟିକେ ଗାଧେଇଥିବୁ କି ନାହିଁ, ଶାସନର କନକ ନାନୀ କି ଘର ଆଗର ବେଙ୍ଗ ନାନୀ ବୋଉ ଚିଲେଇବେ, ଏ ପିଲା ଏ, କେତେ ଗାଧଉଛ ରେ, ଥଣ୍ଡା ଜ୍ୱର ହବ, ଯାଅ ଯାଅ ଘରକୁ ଯାଅ। ସେକାଳ ଏକାଳ ପରି ନଥିଲା। ଆଜିକାଲି ପିଲାଙ୍କୁ ତ ବାପା ମା ଛଡ଼ା କିଏ ବି ଆକଟ କଲେ କହିଦେଉଛନ୍ତି, ଇଏ ଆମର କିଏ ମ, ଆମକୁ ଶାସନ କରିବ। ବେଳେବେଳେ ବାପା ମାଙ୍କୁ ବି ଜବାବ ଦେଇ ଦେଉଛନ୍ତି, ଆମେ ବଡ଼ ହେଲୁଣି, ଆମକୁ ସ୍ପେସ୍ ଦିଅ। ସେତେବେଳେ କିନ୍ତୁ ସେଇଆ ନଥିଲା। ଗାଁ ସାହି ପଡ଼ିଶା ଚିହ୍ନା ଅଚିହ୍ନା ସମସ୍ତେ ପିଲାଙ୍କୁ ଆକଟ କରି ପାରୁଥିଲେ, ଗାଳି ଦେଇ ପାରୁଥିଲେ। ପିଲାଙ୍କ ସାହସ ନଥିଲା ପଦେ କହିବାକୁ। ସେ ଧମକ ଶୁଣି ଗାଲେଇ ଗାଲେଇ ଉଠିଲା ବେଳକୁ ଆମ ଆଖି ଅଳତା ପିଇଲା ପରି ଲାଲ ହେଇସାରିଥାଏ। ଆଈ ଚଉରା ପୂଜା ସାରିଲେ ଭୋଗ ଲଗାଏ। ଆଉ ମନେ ନାହିଁ ଚଉରା ମୂଳେ 3 ଜାଗାରେ ସେ ଭୋଗ ଦିଏ କି ଗୋଟିଏ ଜାଗାରେ। ସେତକକୁ ନାକେଇ ମୁଁ ଠିଆ ହେଇଥାଏ। ଆଈ କଦଳୀପତ୍ର ଚିରି ଥୋଇ ସେଠି ଥୁଏ। ଗୋଟେ ଟଙ୍କିକିଆ ନୋଟର ଅଧା ଆକାରର କଦଳୀପତ୍ର। ତା ଉପରେ କଳସୀର ପାଣିଆ ବାଲିଆ ଗୁଡ଼ରୁ ମଟର ଆକାରର ବୁନ୍ଦାଏ ଗୁଡ଼। ସେତକ ଭୋଗ। ପାଣି ଛଡ଼େଇ ସାରିଲା ପରେ ପ୍ରଣାମ କରେ ଆଈ। କାଳେ ଭୋଗକୁ କୁଆ ନେଇଯିବ ବୋଲି ଆଖି ଖୋଲା ରଖି ମୁଁ ବି ଢପ୍ କରି ମୁଣ୍ଡିଆ ମାରିଦିଏ। ଆଈ ସନ୍ତର୍ପଣରେ କଦଳୀପତ୍ରଟା ମୋ ହାତରେ ଦେଇଦିଏ। ସନ୍ତର୍ପଣରେ ଏଇଥିପାଇଁ କହିଲି କି ସେଠି ଆଉ କେହି ନଥିଲେ ବି କାଳେ ମାମୁଁ ଘରକୁ ପିଲା ଆସି ଅଝଟ କରିବ। ଆଈ ଯେ ଆମକୁ କିନ୍ତୁ ବେଶୀ ଭଲ ପାଉଥିଲା, କାହିଁକି ନା ଆମେ ପରା ତାର ଝିଅର ପିଲା। ବର୍ଷକରେ ମାତ୍ର ଥରେ କିଛି ଦିନ ପାଇଁ ତା ପାଖରେ ରହୁ। ଆଉ ମାନେ ସବୁ ପୁଅର ପୁଅ ଝିଅ। ସାରା ବର୍ଷ ସେମାନଙ୍କ ପାଖରେ ସିଏ ଥାଏ। ସେଥିପାଇଁ ଆମେ ଅମୂଲ୍ୟ, ଆମେ ଦୁଷ୍ପ୍ରାପ୍ୟ।